ମୋ ପୁଅ ଆଶିଷକୁ ବାହାଘର କଥା କହିଦେଲି ବୋଲି ଏଇ 2-3 ଦିନ ହେଲା ଏ ଘର ଛାଡ଼ି କୁଆଡ଼େ ଚାଲି ଯାଇଛି। ପିଲା ଲୋକ କିଛି ଜାଣିଲେ ମୁଁ କ'ଣ କହିଲି, ତା ବାହାଘର କଥା କହିଲି। ମୁଁ ତ ଆଉ କିଛି କହିଲିନି। ସବୁ ବାପା ମା' ମାନେ ସେ ଆଇ କହନ୍ତି, ଠିକ୍ ସେମିତି ମୁଁ କହିଲି। ହେଲେ ପିଲାଟା ଗଲା କୁଆଡ଼େ? ଆରେ ବାପ ମନଟା ପାପ ଛୁଉଁଛି। ଏ ଠାକୁରେ, ମୋ ପୁଅ ଯେଉଁଠି ଥିଲେ ବି ସିଏ ଭଲରେ ଥାଉ, ଭଲରେ ଘରର ଫେରି ଆସୁ। କୁଆଡ଼େ ଗଲା, କେମିତି ଅଛି? ମତେ ଭାରି କଷ୍ଟ ଲାଗୁଛି। ବାପା ନମସ୍କାର। ବାପା ନମସ୍କାର। ଏଇ ଆଶିଷ, ତ ବାହାଘର କଥା କହିଦେଲି ବୋଲି ଏଇ 2-3 ଦିନ ହେଲା ତ ଏ ଘର ଛାଡ଼ି କୁଆଡ଼େ ଯାଇଥିଲୁ ରେ? ଆରେ ନ କହି ଏମିତି ଯିବାଟା ଠିକ୍ ହେଲାନି। ମୋତେ କେତେ କଷ୍ଟ ଲାଗୁଛି ତୁ ଜାଣିଛୁ? ମୁଁ ତୁମର ଅନେକ ଦିନ ସ୍ୱପ୍ନକୁ ପୂରଣ କରିବାକୁ ଯାଇଥିଲି। ବାପା ମୁଁ ଅନେକ ଦିନ ସ୍ୱପ୍ନ ପୂରଣ କରିବାକୁ ଯାଇ ମୋତେ କିଛି ନ କହି ମୋ ମନରେ ଆଘାତ ଦେଇଛୁ। ଆରେ କି ମୋ ସ୍ୱପ୍ନ ପୂରଣ କରିଛୁ? ଆରେ କହ। ଆରେ ହଁ ବାପା, ମୁଁ ତୁମର ଅନେକ ଦିନ ସ୍ୱପ୍ନକୁ ଆଜି ପୂରଣ କରିଦେଇଛି। ଆରେ କଣଟା କରିଛୁ ମୋତେ କହିଲେ ସିନା ମୁଁ ଜାଣିବି। ଏହି ଦେଖ ବାପା, ଏହି ଦେଖ। କାଜଲ, ଏହି ହେଉଛନ୍ତି ମୋ ବାପା। ଚାଲ ଆଶୀର୍ବାଦ ନବା। ଏ ଆଶିଷ, ଏ ଝିଅଟା କିଏ ରେ? ଏ ଝିଅଟା କିଏ? ଏ ଝିଅ ଆଉ କେହି ନୁହେଁ ବାପା, ଏ ଝିଅ ହଉଛି ଏ ଘରର ବୋହୂ। କ'ଣ କହିଲୁ ଆଶିଷ? ଏ ଝିଅ? ହଁ ବାପା, ଏ ଝିଅ ହଉଛି ଏ ଘରର ବୋହୂ। ଆଜି ମୁଁ ବହୁତ ଖୁସି ରେ, ଆଜି ମୁଁ ବହୁତ ଖୁସି। ଏ ଘରଟା ଫାଙ୍କା ପଡ଼ିଯାଇଥିଲା। ଏ ଘରେ ବୋହୂଟିଏ ନିହାତି ଆବଶ୍ୟକ ଥିଲା। ତୁ ଯେତେବେଳେ ବୋହୂ କରି ଆଣିଲୁ, ମୁଁ ମନା କରିବି କାହିଁକି? ଆରେ ମୁଁ ମନା କରିବି କାହିଁକି? ହେଲେ ବୋହୂ ମାର ପରିଚୟ ଟିକେ କହ ବାବା। ଏ ଝିଅର ନା କାଜଲ ବାପା, ଅଶୋକ ରାୟର ଝିଅ। ଆମେ 2 ଜଣ ପରସ୍ପରକୁ ଭଲ ପାଇ ମନ୍ଦିରରେ ଯେ ବିବାହ କରି କାଜଲର ବାପା ଓ ମାଆଙ୍କର ଆଶୀର୍ବାଦ ନେଇ ଆମ ଘରକୁ ଚାଲି ଆସିଛୁ। କାଜଲ ଅଶୋକ ରାୟର ଝିଅ, ବହୁତ ସୁନ୍ଦର ନାଁଟି। ଚାଲି ଚଳଣି ରୀତିବିଧିରେ ଜଣାପଡ଼ୁଛି ଏହାକୁ କହନ୍ତି ଓଡ଼ିଆ ଘର ବୋହୂ। ବୋହୂ ମା, ହଁ ବାପା। ମୋ ପୁଅ ଯେତେବେଳେ ତମକୁ ମନ ପ୍ରାଣ ଦେଇ ଭଲ ପାଇ ଏ ଘରକୁ ବୋହୂ କରି ଆଣିଛି, ବହୁତ ଭଲ କରିଛି ରେ ମା, ବହୁତ ଭଲ କରିଛି। ହେଲେ ବୋହୂ ମା, ମୁଁ ତୁମକୁ ଶ୍ୱଶୁର ହିସାବରେ ଗୋଟିଏ ଛୋଟିଆ ଅନୁରୋଧ କରୁଛି ବୋହୂ ମା। ସେ ଅନୁରୋଧ ତମେ ନିଶ୍ଚୟ ରକ୍ଷା କରିବ। କୁହନ୍ତୁ ବାପା, ଆପଣ କୁହନ୍ତୁ। ଏଇ ଆଶିଷ ପିଲା ଦିନର ଦୁଃଖ କଷ୍ଟ ସହି ଆସିଛି ରେ ମା। ପିଲା ଦିନରୁ ମାକୁ ହରେଇଛି। ତା ବାପା କହିଲେ ମୁଁ, ତା ମା କହିଲେ ମୁଁ, ତା ଅଳି ଅଝଟ ସବୁ ସହି ଆସିଛି। ଯେତେବେଳେ ତମେ ବାପ ଘର ଛାଡ଼ି ତା ହାତ ଧରି ଏ ଘରକୁ ଆସିଛ, ସାରା ଜୀବନ ତା ସହିତ ସଂସାର କରିବ। ହେଲେ ତା ହାତ ଛାଡ଼ି କେବେ ଦୂରେଇ ଯିବନି ବୋହୂ ମା। ନାହିଁ ବାପା, ନାହିଁ। ତା ହାତ ଛାଡ଼ି ଦୂରେଇ ଯିବନି। ତମେ ସେମିତି କୁହନ୍ତୁନି ବାପା। ଥରେ ମୁଁ ଆଶିଷର ହାତ ଧରିଛି, ମରିବା ପର୍ଯ୍ୟନ୍ତ ମୁଁ କେବେ ଆଶିଷର ହାତ ଛାଡ଼ିବିନି। ଆମେ ବଞ୍ଚିଲେ ବଞ୍ଚିବା ଏକାଠି, ଆମେ ମରିଲେ ମରିବା ଏକାଠି ବାପା। ତମେ ଠିକ କହିଛ ବୋଉ, ଠିକ କହିଛ। ଆରେ ଏ ଆଶିଷ, ତତେ ବି ମୁଁ କହିଦେଉଛି, ସେ ବାପା ଘର ଛାଡ଼ି ତ ହାତ ଧରି ଏ ଘରକୁ ଆସିଛି।
ତୁ ବି ତା ମନରେ କେବେ କଷ୍ଟ ଦେବୁନି କି ଦୁଃଖ ଦେବୁନି। ତମ ଦୁଇ ଜଣଙ୍କ ଭିତରେ ବୁଝାମଣା ହୋଇ ଘର ସଂସାର କର। ବହୁତ ବୁଢା ଲୋକଟିଏ, ପାଚିଲା ଫଳ ପରି କେତେବେଳେ ଝଡ଼ି ପଡ଼ିବି ତା ଠିକଣା କିଛି ନାହିଁ ରେ, ତା ଠିକଣା କିଛି ନାହିଁ। ଆରେ ଆଜି ତ ମା ବଞ୍ଚିଥିଲେ କେତେ ଖୁସି ହେଇଥାନ୍ତା। ମୁଁ ହର୍ତ୍ତବାଗା ତମମାନଙ୍କୁ ଏମିତି ଠିଆ କରେଇ ବନ୍ଦାପନା କରିବାଟା ଭୁଲି ଯାଇଛି। ବୌମା ହଁ ବାପା। ଆଶିଷ ହଁ ବାପା। ଆସ ମୋ ପାଖକୁ। ଆଶିଷ ମୁଁ ଥିଲି ତ ବାପା, ଆଉ ତୁ ଯେତେବେଳେ ବାହା ହୋଇ ସଂସାର ଆରମ୍ଭ କରିବୁ, ଆଜିଠୁ ତୁ ହେଲୁ ମୋ ବାପା ଆଉ ମା ଏ ହେଉଛନ୍ତି ମୋ ବୋହୂ। ମୋ ମନରେ କେବେ କଷ୍ଟ ଲାଗିଲା ପରି କାର୍ଯ୍ୟ କରନି ରେ। ତମେ ଦୁହେଁ ସଂସାର କର, ସୁଖରେ ରୁହ। ଆରେ ଚାଲ ଘରକୁ, ମୁଁ ତୁମର ଗେହ୍ଲାପ ହୋଇ ରହିବି। ଆରେ ଚାଲ।